ଆଜିର ସଭାର ସଭାପତି ମହୋଦୟ ତଥା ପୂଜ୍ୟ ଗୁରୁଜୀ ଗୁରୁମା ତଥା ଜଗନ୍ନାଥପୁର ଗ୍ରାମର ମୋର ବଡ଼ ଭାଇ ସାନ ଭାଇ ସହପାଠୀ ଏବଂ ଦୂରାଦୂରାନ୍ତରୁ ଆସୁଥିବା ଶିକ୍ଷାବିତ ତଥା ସାମ୍ବାଦିକ ବନ୍ଧୁଗଣ, ଆଜି ବଡ଼ ଦୁଃଖର ବିଷୟ। ଖାଲି ମୋ ପାଇଁ ନୁହେଁ, ଏ ମାଟି ପାଇଁ, ଏ ଅଞ୍ଚଳ ପାଇଁ ଆମର ଜଣେ ପୂଜ୍ୟ ଗୁରୁଜୀ, ଜଣେ ସ୍ନେହୀ ଛାତ୍ରବତ୍ସଳ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗଜେନ୍ଦ୍ର ନାୟକ ବିଦାୟକାଳୀନ ସଭାରେ ମୋତେ କହିବାକୁ ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି। ମୁଁ ଦେଖିଛି, ମୁଁ ପିଲାଦିନେ ଦେଖିଛି 1999 ମସିହା କଥା ହଉ, 2004 ମସିହା କଥା ହଉ, ଏ ସ୍କୁଲ କିପରି ଭାବରେ ସରକାରୀ ମାନ୍ୟତା ପାଇବ ଏବଂ ପ୍ରଧାନ ଶିକ୍ଷକ କିଭଳି ଭାବରେ ମ୍ୟାନେଜ କମିଟି କଥା ହଉ କିମ୍ବା ଜଗନ୍ନାଥପୁର ଗ୍ରାମର କୌଣସି ଉଦ୍ୟମାନ ଯୁବକ ହଉ, ସମସ୍ତଙ୍କୁ ସାଙ୍ଗରେ ଧରି ଏ ସ୍କୁଲ କିପରି ବ୍ଲକ ଗ୍ରାଣ୍ଟ ପାଇବ ତା ପାଇଁ ଯେଉଁ ଉଦ୍ୟମ, ଖାଲି ରାଜଧାନୀ ଭୁବନେଶ୍ୱର 9 ତାଲା କଥା ନୁହଁ, ଆମ ଜିଲ୍ଲାରେ ନୁହଁ, ସବୁ ଜାଗାରେ ଛାପି ପିଟି ଏ ସ୍କୁଲ ପାଇଁ ଯେଉଁ ଲଢ଼େଇ କରିଥିଲେ, ମୁଁ ତାଙ୍କୁ ଆଜି ସମଗ୍ର ଗ୍ରାମବାସୀ ତରଫରୁ ଉଚ୍ଚତର ତାଳି ମାଧ୍ୟମରେ ସ୍ୱାଗତ କରିବାକୁ ଚାହୁଁଛି। ଏଭଳି ପ୍ରଧାନ ଶିକ୍ଷକକୁ ଆଜି ମୁଁ ଛାଡ଼ିବାକୁ ନାରାଜ। ମୋ ଗାଁ ମାଟିରୁ ତାଙ୍କୁ ସେ ସରକାରୀ ସ୍ତରରେ ହୁଏତ ବିଦାୟ ନେଇପାରନ୍ତି, କିନ୍ତୁ ଜଣେ ସ୍କୁଲର ପ୍ରତିଷ୍ଠାତା ସଭ୍ୟ ହିସାବରେ ତାଙ୍କୁ କଦାପି ଏ ସ୍କୁଲରୁ, ଏ ଗାଁ ମାଟିରୁ ବିଦାୟ ଦିଆଯାଇପାରିବ ନାହିଁ। ସେ ସବୁବେଳେ ଏ ସ୍କୁଲ ସାଙ୍ଗରେ ଅଛନ୍ତି ଏବଂ ରହିଲେ। ତାଙ୍କର କର୍ତ୍ତବ୍ୟ ଆମ ସମସ୍ତଙ୍କ ପାଇଁ, ଏ ଗାଁ ମାଟିର ଯୁବକମାନଙ୍କ ପାଇଁ, ଛୋଟ କୁନି ପିଲା ପାଇଁ ଚିରସ୍ମରଣୀୟ ହୋଇ ରହିବ। ତାଙ୍କୁ ଆମେ ଆଜି ମୋର ଗଭୀରତମ ପ୍ରଦେଶରୁ ସ୍ୱାଗତ କରି ମୁଁ ମୋର ବିଦାୟକାଳୀନ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ।